না এ অসম্ভব। ওটা হীন চাণ্ডালକୁ মোর কন্যা পদ্মাবতী বিবাহ କରି ନ ପାରେ। এই দেখো দূত, তুম সম্মুখে তুম রাজাঙ্গ প্রেরিত পত্রକୁ ମୁଁ ଛିଣ୍ଡ ଭିନ୍ନ କରି ଶତବାର ପଦାଘାତ କରୁଛି। କଣ ହେଇଛି ମହାରାଜ? ଉତ୍କଳ ରାଜା ପୁରୁଷୋତ୍ତମ ମୋ ନିକଟକୁ ପତ୍ର ପ୍ରେରଣ କରିଛି। ଉତ୍କଳ ରାଜା କଣ ଲିଖିଛନ୍ତି ପତ୍ରରେ? ତାର ଏତେ ଦୂର ଆସ୍ପର୍ଦ୍ଧା ଯେ ସେ ପଦ୍ମାବତୀକୁ ବିବାହ କରିବା ପାଇଁ ମୋ ନିକଟକୁ ପତ୍ର ଲେଖିଛି। ପୁରୁଷୋତ୍ତମ ଆମ କନ୍ୟାର ପାଣି ଗ୍ରହଣ କରିବେ, ଏହା ତ ଆମର ପରମ ସୌଭାଗ୍ୟ ସ୍ୱାମୀ। ନା, ଏହା ଆମର ଦୁର୍ଭାଗ୍ୟ। ରାଜକନ୍ୟା କଦାପି ଗୋଟେ ଚାଣ୍ଡାଳର ପାଣି ଗ୍ରହଣ କରି ନ ପାରେ। କ୍ରୋଧ ଶାନ୍ତ କରନ୍ତୁ ସ୍ୱାମୀ। ପୁରୁଷୋତ୍ତମ ହେଉଛନ୍ତି ଉତ୍କଳର ଠାକୁର ରାଜା, ପ୍ରଭୁ ଜଗନ୍ନାଥଙ୍କର ପରମ ଭକ୍ତ। ଅସାଧାରଣ ତାଙ୍କର ବ୍ୟକ୍ତିତ୍ୱ, ତାଙ୍କ ପଛରେ ଅଛି ଜଗନ୍ନାଥଙ୍କର ଅନନ୍ତ ଆଶୀର୍ବାଦ। ମୋର ଅନୁରୋଧ ରକ୍ଷା କରନ୍ତୁ ସ୍ୱାମୀ। ପଦ୍ମାବତୀକୁ ତାଙ୍କ ସହିତ ବିବାହ ଦିଅନ୍ତୁ। ତା ନହେଲେ କଣ ହେବ? ଉତ୍ତର ଦିଅ ରାଣୀ। ତୁମେ ଭୁଲି ଯାଉଛ ଯେ ମୁଁ କାଞ୍ଚିର ନରପତି, ତୁମର ସ୍ୱାମୀ ଆଉ ପଦ୍ମାବତୀର ପିତା। ମୋର ଶକ୍ତି କଣ ତୁମେ ଜାଣିନା? ନା ନା, ଆପଣ ସେପରି କୁହନ୍ତୁନି ସ୍ୱାମୀ। ଜାଣି ଶୁଣି ନିଜର ସର୍ବନାଶକୁ ଡାକି ଆଣୁତୁନି। ରାଣୀ ଧରୁଛି ସେ ପରୀକ୍ଷା ହେବ ରଣକ୍ଷେତ୍ରରେ। ପୁରୁଷୋତ୍ତମ ବାହୁରେ ଯଦି ଶକ୍ତି ଥାଏ ତାହେଲେ ସେ ରଣାଙ୍ଗନରେ ଅବତୀର୍ଣ୍ଣ ହେବ। मोर निष्पत्ति शेष निष्पत्ति। तुम जाओ दूत, तुमर से हीरो चांडल राजा को कह बामन हो स्वर्गर चांद धरवा हाथ बढ़ाइबा केवल पागल परिचय। जाओ, मु पुरुषोत्तम को युद्ध आह्वान देउछि। युद्ध सुनिश्चित हो महाराज, आपण प्रस्तुत हुन। दूत, तुम्हें मते चेतावनी देउछ। जाओ, चली जाओ एठो। नचेत मो हस्तर साड़ी तरवारी तुमको कदापि क्षमा देब नाही। जाओ। आपण प्रकृतिस्थ हुअन्तु महाराज। दूत को बध करबा क्षत्रियर नीति विरुद्ध। जाओ दूत, अविलंब स्थान परित्याग कर। बेस, मु आसुची। प्रणाम स्वामी। आउ थोड़े चिंता करी देखंतु, पुरुषोत्तम आम कन्या पई अनुपयुक्त नहंती। रानी, आपण दूत हस्तर ताक निकट को पत्र प्रेरण करतु। शुभ लग्न देखि तांको कन्यादान करी निजर गौरव रक्षा करंतु। अर्थात मु पुरुषोत्तम को निकट क्षमा मागिबी? ना, ये असंभव। चांडाल परि जे रथरे छेराफेरा करुछि ताको जामात रूपे वर्ण करबी मु? कार्यकलाप स्मरण कले घृणारे मथा अवनत हो जाए। ए विवाह को मु कदापि स्वीकृति दे पारिबनी रानी। सृष्टि परिवर्तन आसी पारे, किंतु राजा पर्वता वाक्य अटल आ अचल। स्वामी, बही जाऊ पछे कावेरी उजाणी तळे जाऊ पछे गिरी पछे बड़ पछे चंद्र सूर्य दोई आकाशर बुकुची
ଶେଷ କଥା ତେବେ ମୋର ଆଉ କିଛି କହିବାର ନାହିଁ ସ୍ୱାମୀ। କିନ୍ତୁ କିନ୍ତୁ ମୋ ଚତୁର୍ଦିଗରେ କେବଳ ଅଶୁଭ ସପନ ଦେଖିବାକୁ ପାଉଛି। ଦକ୍ଷିଣ ନୟନ ଘନ ଘନ ସ୍ଫୁରୁଛି। ଯୁଦ୍ଧର ପରିଣାମ କଣ ହେବ କିଏ ଜାଣେ। ଆପଣଙ୍କର ଯଦି କିଛି ହେଇଯାଏ ବୈଧବ ଯନ୍ତ୍ରଣା ମୁଁ ସହ୍ୟ କରିପାରିବିନି ସ୍ୱାମୀ, ମୁଁ ସହ୍ୟ କରିପାରିବିନି। ଆପଣଙ୍କୁ ଛାଡ଼ି ମୁଁ କଦାପି ବଞ୍ଚି ପାରିବି ନାହିଁ ସ୍ୱାମୀ, ବଞ୍ଚି ପାରିବି ନାହିଁ। এই সামান্য কথা पे কাঞ্চীর মহারানী নয়নের অশ্রু সে আশঙ্কা মনରୁ দূরেই দিও প্রিয়ে। যুদ্ধরে জয় আমার সুনিশ্চিত। আস, তুমি বহুত ক্লান্ত হয়ে পড়েছ, অন্তপুরে বিশ্রাম দেব। আস। ନା, ବିଶ୍ରାମ ନେବାର ସମୟ ନୁହେଁ ମନ୍ତ୍ରୀ। ଦୂତ ଠାରୁ କାଞ୍ଚି ରାଜାର ଆସ୍ପର୍ଦ୍ଧା ଶୁଣିଲା ତ? ଜଗତର ନାଥ ଜଗନ୍ନାଥଙ୍କ ରଥରେ ଛେରା ପହଁରା କରେ ବୋଲି ମୁଁ ପୁଣି ହୀନ ଚାଣ୍ଡାଳ। ଏହା ଶୁଣିଲା ପରେ ହୃଦୟ ମୋର ବିଦାରିତ ହେଉଛି ମନ୍ତ୍ରୀ। ବକ୍ଷ ଫଟାଇ ଉଠି ଆସୁଛି ଉଷ୍ମ ଦୀର୍ଘଶ୍ୱାସ। ମୁଁ ନିଶ୍ଚୟ ଏ ଅପମାନର ପ୍ରତିଶୋଧ ନେବି ମନ୍ତ୍ରୀ, ମୁଁ ନିଶ୍ଚୟ ଅପମାନର ପ୍ରତିଶୋଧ ନେବି। ଏ ହୀନ ଚାଣ୍ଡାଳ ବାହୁର ଶକ୍ତି ମୁଁ କାଞ୍ଚି ରାଜାକୁ ଦେଖାଇ ଦେବାକୁ ଚାହେଁ ମନ୍ତ୍ରୀ। ତୁମେ ଯାଅ, ଅବିଳମ୍ବେ ଯୁଦ୍ଧର ଆୟୋଜନ କର। ଆଉ ପଦ୍ମାବତୀକୁ ଆଣି କ'ଣ କରିବେ ମଣିମା? ଶତ୍ରୁର କନ୍ୟାକୁ ତ ରାଜରାଣୀ କରିବେ ନାହିଁ, ତାକୁ ମୁଁ ହଁ ଶୁଣ ମନ୍ତ୍ରୀ, ଆଦେଶ କରନ୍ତୁ ସମୁ। ଯାଅ ଯାଅ ମନ୍ତ୍ରୀ କର ରଣଘାଟ ସାଜ ହେ, ଯାଅ ଯାଅ ମନ୍ତ୍ରୀ କର ରଣଘାଟ ସାଜ ହେ, ଆଜି ଅଭିମୁଖେ ଯୁଦ୍ଧ ଯାତ ହେ ପହଞ୍ଚ ହେ, ଯାଅ ଯାଅ ମନ୍ତ୍ରୀ କର ରଣଘାଟ ସାଜ ହେ। ଗଜାରହି ଅଶ୍ୱାରୋହୀ ପଦାଧିକ ସୈନ୍ୟ ନେଇ, ଗଜାରହି ଅଶ୍ୱାରୋହୀ ପଦାଧିକ ସୈନ୍ୟ ନେଇ, ତାଳବଦ୍ଧ ଧମକାଇ କର ବୀର କାର୍ଯ୍ୟ ହେ, ଯାଅ ଯାଅ ମନ୍ତ୍ରୀ କର ରଣଘାଟ ସାଜ ହେ। ବଜାଅ ସମର ଭେରି ଗଡ଼େ ଜଗା ପ୍ରଭାରୀ, ବଜାଅ ସମର ଭେରି ଗଡ଼େ ଜଗା ପ୍ରଭାରୀ, ଦେଖାଅ ପଲବେ ଉତ୍ତରୀୟ ବଡ଼ ବିଚ ହେ, ଯାଅ ଯାଅ ମନ୍ତ୍ରୀ କର ରଣଘାଟ ସାଜ ହେ। କାଞ୍ଚିର ରାଜନନ୍ଦିନୀ ପଦ୍ମାବତୀ କନ୍ୟା ଆଣି, କାଞ୍ଚିର ରାଜନନ୍ଦିନୀ ପଦ୍ମାବତୀ କନ୍ୟା ଆଣି, ଚାଣ୍ଡାଳକୁ ବିପାଦିଆ ପୁରୁ ମନ ସାଦ ହେ, ଯାଅ ଯାଅ ମନ୍ତ୍ରୀ କର ରଣଘାଟ ସାଜ ହେ, ଯାଅ ଯାଅ ମନ୍ତ୍ରୀ କର ରଣଘାଟ ସାଜ ହେ। ଆପଣଙ୍କ ଆଦେଶ ଅବିଳମ୍ବେ ପାଳିତ ହେବ ମହାରାଜ। ମୁଁ ସେନାପତିଙ୍କୁ ମରିବାକୁ ଆଦେଶ ଜଣାଇ ଦେଉଛି। କିନ୍ତୁ 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 ପୁଣି କ'ଣ? କାଞ୍ଚିର ବିରାଟ ସେନାବାହିନୀ ତୁଳନାରେ ଉତ୍କଳର ସେନାବାହିନୀ ଅତି କମ୍, ତେଣୁ ମନରେ ସନ୍ଦେହ ଉପୁଜୁଛି ମହାରାଜ। କିନ୍ତୁ ଉତ୍କଳ ସେନାମାନଙ୍କର ରଣକୌଶଳ ନିକଟରେ କାଞ୍ଚିର ବିରାଟ ସେନାବାହିନୀ ଅତି ତୁଚ୍ଛ। ମୋ ଯୁଦ୍ଧ ପାଇଁ ପ୍ରସ୍ତୁତ ମନ୍ତ୍ରୀ। ମୋ ଶରୀରରେ ବିନ୍ଦୁଏ ରକ୍ତ ଥିବା ପର୍ଯ୍ୟନ୍ତ ମୁଁ ଯୁଦ୍ଧ କରିବି, ଆଉ ଦେଖାଇ ଦେବି ଠାକୁର ରାଜାକୁ ଚାଣ୍ଡାଳ କହି ଅପମାନ ଦେଲେ ତାର ପରିଣାମ କିପରି ଭୟଙ୍କର ହୁଏ। ତୁମେ ଯାଅ, ଆଦେଶ ପାଳନ କର। ଅପରାଧ ପାଇଁ ଅଧମକୁ କ୍ଷମା କରିଦେବେ ମଣିମା। ଆପଣ ପ୍ରସ୍ତୁତ ହୁଅନ୍ତୁ। ହଁ ହଁ ରାଣୀ, ମୁଁ ନିଜେ ଯୁଦ୍ଧକୁ ଯିବି। ମୁଁ ବୀର, ଏ ଶରୀରରେ କ୍ଷେତ୍ରରେ ରକ୍ତ ପ୍ରବାହିତ। ଶତ୍ରୁକୁ ଭୟ କରି ତୁମର ପଣତ ତଳେ ଆତ୍ମଗୋପନ କରିବି? ନା, ଏହା ଅସମ୍ଭବ। ମୋ ମନରେ ପାପ ଛୁଉଛି ମହାରାଜ। ଉତ୍କଳ ସେନାବାହିନୀ ଅଳ୍ପ ହେଲେ ମଧ୍ୟ ଅସାଧାରଣ ସେମାନଙ୍କର ରଣକୌଶଳ। ପୁରୁଷୋତ୍ତମଙ୍କ ପଛରେ ରହିଛି ପ୍ରଭୁ ବଳରାମ ଆଉ ଜଗନ୍ନାଥଙ୍କର ଅନନ୍ତ ଆଶୀର୍ବାଦ। ମୁଁ ପୁଣି ଥରେ ଆପଣଙ୍କ ପାଦ ଧରି ଆକୁଳ ମିନତି କରୁଛି ସ୍ୱାମୀ, ଆପଣ ପୁରୁଷୋତ୍ତମଙ୍କ ସହିତ ସନ୍ଧି ସ୍ଥାପନ କରନ୍ତୁ। ରାଣୀ, ବୀର ପତ୍ନୀ ମୁଖରେ ଏଭଳି ହୀନ ମନ୍ତବ୍ୟ ଶୋଭା ପାଏନା। এই ଶୁଣ ରାଣୀ, ଶତ୍ରୁ ପକ୍ଷର ଘନ ଘନ ତୁର୍ଯ୍ୟନାଦ ମୋର ସୁପ୍ତ ପ୍ରତିହିଂସାକୁ ଜାଗ୍ରତ କରିଦେଉଛି। ତୁମେ ମୋ କପାଳରେ ବିଜୟର ଟୀକା ପିନ୍ଧାଇ ଦିଅ ପ୍ରିୟ। ମୁଁ ଯୁଦ୍ଧ ବିଜୟ ହୋଇ ପୁଣି ତୁମ ନିକଟକୁ ଫେରି ଆସିବି। ଏତେ ବାରୁଣ ସତ୍ତ୍ୱେ ଯଦି ଏ ଦାସୀର ମିନତି ନ ରଖିଲେ ତେବେ ଏ ରତ୍ନପାଲଙ୍କ ଉପରେ ଉପବେଶ
ସ୍ୱାମୀ ନିଜ ଅବସ୍ଥାରେ ମୁଁ ଆପଣଙ୍କୁ ଯୁଦ୍ଧ ବେଶରେ ସଜେଇ ଦେବି। ତୁମର ଇଚ୍ଛା ପୂର୍ଣ୍ଣ ହେଉ। ସିରେ ପିନ୍ଧାଇ ଦେଲେ ଶିରାସ୍ତ୍ରାଣ, କାଠି ଦେଶରେ ବାନ୍ଧିଲେ କୃପାଣ, ଦକ୍ଷିଣା ସ୍କନ୍ଧେ ବାନ୍ଧିଲେ ତୁଳୀର, ହସ୍ତେ ଶୋଭା ପାଉଛେ ଧରୁଶର। ମାଥା ଦେଶରେ ଅକ୍ଷୟ କବଚ, ଯେଦିନ ପାରିବ ଶତ୍ରୁ ନରକ, ଅଙ୍ଗେ ଲେପିଲେ ଅଭୟ ବିଭୂତି, ପ୍ରାଣେ ଛତ୍ରଭଙ୍ଗରେ କରତି। ଏଥର ମୋତେ ହସି ହସି ବିଦାୟ ଦିଅ ରାଣୀ। ରାଜକୁମାରୀ ପଦ୍ମା ସବୁ ଆଶାରେ ନିଶ୍ଚିନ୍ତରେ ଥାଅ। ବିଦାୟ ରାଣୀ, ବିଦାୟ। ହେ ମା ସର୍ବମଙ୍ଗଳ, ସ୍ୱାମୀକୁ ମୋର ସହାୟ ହବ, ସ୍ୱାମୀକୁ ମୋର ସହାୟ ହବ। ସୈନ୍ୟଗଣ, ସମସ୍ତେ ଏକ ସମୟରେ ଆକ୍ରମଣ କର, ଯେପରି କାଞ୍ଚିର ଗୋଟିଏ ହେଲେ ସୈନ୍ୟ ଜୀବିତ ନ ଫେରନ୍ତି। ସିଏ ସୁଯୋଗ ପାଇବ ନାହିଁ ପୁରୁଷୋତ୍ତମ। କାଞ୍ଚିର ସୈନ୍ୟବାହିନୀ ଏତେ ଦୁର୍ବଳ ନୁହନ୍ତି ଯେ ସମର ପ୍ରାଙ୍ଗଣରୁ ପୃଷ୍ଠଭଙ୍ଗ ଦେଇ ପଳାୟନ କରିବେ। ସେ ପରୀକ୍ଷାର ସମୟ ନିକଟ ହୋଇ ଆସୁଛି କାଞ୍ଚିରାଜ। ମୁଁ ପୁଣି ଥରେ କହୁଛି, ପଦ୍ମାବତୀକୁ ମୁହୂର୍ତ୍ତରେ ଅର୍ପଣ କରିବେ କି ନା? ଆଉ ଥରେ ସେ ଶବ୍ଦ ଉଚ୍ଚାରଣ କଲେ ଜିହ୍ୱାଟାକୁ କାଟି ଦୁଇ ଖଣ୍ଡ କରିଦେବି ପୁରୁଷୋତ୍ତମ। ତୁମ ପରି ଗୋଟେ ହୀନ ଅସ୍ପୃଶ୍ୟକୁ କାଞ୍ଚି ରାଜ ଜମା ବିବାହ କରି ନପାରେ। ଆସ୍ପର୍ଦ୍ଧା ତୁମର ସୀମା ଲଙ୍ଘନ କରୁଛି। ତୁମର ସ୍ମରଣ ରଖିବା ଉଚିତ, ତୁମେ କାଞ୍ଚି ନରପତି ପଲ୍ଲବ ସହିତ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛ। ତାହା ମୁଁ ବହୁ ପୂର୍ବରୁ ଜାଣିଛି ମହାରାଜ। ତେବେ କେଉଁ ସାହସରେ ମୋ ସହିତ ଯୁକ୍ତି କରୁଛ? ମୋ ଭାବର ଶକ୍ତି ତୁମେ କଳନା କରିଛ ପୁରୁଷୋତ୍ତମ। କଳନା କରିବା ପାଇଁ ତ ରଣକ୍ଷେତ୍ରରେ ଉପସ୍ଥିତ ହୋଇଛି। ପୁରୁଷୋତ୍ତମ, ଆପଣଙ୍କ ରକ୍ତ ଚକ୍ଷୁକୁ ମୁଁ ଭୟ କରେ ନା ମହାରାଜ। ଆପଣ ମୋର ପିତୃତୁଲ୍ୟ। ସେଇଥିପାଇଁ ମୁଁ ଏ ପର୍ଯ୍ୟନ୍ତ ଆପଣଙ୍କର କଟୁକ୍ତି ସହ୍ୟ କରି ଆସୁଥିଲି। କିନ୍ତୁ ଆଉ ନୁହେଁ, ଯୁଦ୍ଧ ପାଇଁ ଏଥର ପ୍ରସ୍ତୁତ ହୁଅନ୍ତୁ। ତେବେ ଆଗେ ଆସ ଗଜପତି। ଏଥର ଉପାୟ କ'ଣ ପୁରୁଷୋତ୍ତମ? ଏଇ ତୁମ ଆରାଧ୍ୟ ଦେବତା ଜଗନ୍ନାଥଙ୍କର ଆଶୀର୍ବାଦ, ଏଇ ତୁମ ବାହୁର ଶକ୍ତି, ଏଇ ତୁମ ବିଶାଳ ସୈନ୍ୟବାହିନୀର ରଣକୌଶଳ। ଯିଗ ତୁମର ବିରକ୍ତକୁ। କିଏ ଅଛି? ଆଦେଶ କରନ୍ତୁ ମହାରାଜ। ବନ୍ଦୀ କରି ରଖରେ ବର ରାଜାକୁ, ଦକାର କାର କୋଠେ ଅନଭାରେ ଆକୁ ରଖିଦିଅ ସାଥୀ ହେ, ରଖିଦିଅ ସାଥୀ ହେ, କର୍ମ ଫଳ ପୁରେ ତୁମଦି ହେ। ସିଂହ ସଙ୍ଗେ ସୁଗାଳଟା ଲୁଚିବାକୁ ଆସ, ସିଂହ ସଙ୍ଗେ ସୁଗାଳଟା ଲୁଚିବାକୁ ଆସ, କରି ଆସିଅଛି ଦେଖ କେଡ଼େ ତା ସାହସ। ବାମନଟା ଛାର ହେ, ବାମନଟା ଛାର ହେ, ଚାନ୍ଦ ଧରିବାକୁ ତୋଳେ ଘର ହେ।
চিন্তা করে জীবজন্তু পতি দরবারে ହାତ ବାଜି ଦିଅନ୍ତୁ ଉତ୍କଳ ରାଜା ଆପଣ ଆମର ବନ୍ଦୀ। ନା ତା କଦାପି ହୋଇପାରିବ ନାହିଁ। ରାଣୀ ରାଜପ୍ରସାଦ ଛାଡ଼ି ତୁମେ ରଣଭୂମିରେ କାହିଁକି? ଆସିଥିଲି ଆପଣଙ୍କର ରଣକୌଶଳ ଦେଖିବା ପାଇଁ। କ'ଣ ଦେଖିଲ? ଦେଖିଲି ଯୁଦ୍ଧରେ ସମସ୍ତ କୌଶଳରେ ଆପଣଙ୍କର ଅସମ୍ଭବ ଦକ୍ଷତା। ଯୁଦ୍ଧ ଜୟୀ ହୋଇ ଆପଣ କାଞ୍ଚି ରାଜ ସିଂହାସନର ମର୍ଯ୍ୟାଦା ରକ୍ଷା କରିଛନ୍ତି। କିନ୍ତୁ କିନ୍ତୁ ପୁଣି କ'ଣ? ଆପଣ ଉତ୍କଳ ନରସଙ୍କୁ ଏଇଥରକ ପାଇଁ କ୍ଷମା କରିଦିଅନ୍ତୁ ମହାରାଜ। ଆଉ କହିଦିଅନ୍ତୁ ସେ ପୁନର୍ବାର ଯେପରି କାଞ୍ଚି ଆକ୍ରମଣ କରିବାକୁ ସାହସ ନ କରନ୍ତି। କିନ୍ତୁ ପୁରୁଷୋତ୍ତମ ଯେ ମୋର ଶତ୍ରୁ ପୁଣି ବନ୍ଦୀ। ତାହା ମୁଁ ଅସ୍ୱୀକାର କରୁନି ମହାରାଜ। ଆପଣ ଏଇ ଥରକ ପାଇଁ ତାଙ୍କୁ କ୍ଷମା କରିଦିଅନ୍ତୁ। ଯା ପୁରୁଷୋତ୍ତମ, এই ଥରକ ପାଇଁ ମୁଁ ତୁମକୁ କ୍ଷମା ଦେବି। ପୁଣି ଯଦି ବିପ୍ଳବ ଆରମ୍ଭ କର ତେବେ ମୋର ଶାଣିତ ତରବାରୀ କଦାପି ତୁମକୁ କ୍ଷମା ଦେବ ନାହିଁ। ଯା ସୈନ୍ୟବାହିନୀ ନେଇ এই ମୁହୂର୍ତ୍ତରେ ଉତ୍କଳ ପ୍ରତ୍ୟାବର୍ତ୍ତନ କର। ଅନୁଗ୍ରହ ପାଇଁ ବହୁତ ଧନ୍ୟବାଦ। ସ୍ୱାମୀ ପୁରୁଷୋତ୍ତମଙ୍କ ନାମ ଶୁଣିଥିଲେ ମଧ୍ୟ ତାଙ୍କୁ ଦେଖିବାର ସୁଯୋଗ ପାଇନଥିଲି। ଦେଖିଲା ପରେ ତାଙ୍କ ପ୍ରତି ମୋ ହୃଦୟରେ ବାତ୍ସଲ୍ୟ ମମତା ଜାଗି ଉଠୁଛି। ରାଣୀ ଆମ କନ୍ୟାର ପାଣି ଗ୍ରହଣ କରିବାକୁ ପ୍ରକୃତରେ ସେ ଯୋଗ୍ୟ। ମହାରାଜ ଆପଣ ତାଙ୍କୁ ସସମ୍ମାନେ ନିମନ୍ତ୍ରଣ କରି ବିବାହର ଆୟୋଜନ କରନ୍ତୁ। କ'ଣ କହିଲ ରାଣୀ? ବିବାହ? ତୁମେ କ'ଣ ଉନ୍ମାଦିନୀ ହୋଇଗଲ? ଶତ୍ରୁକୁ କନ୍ୟାଦାନ କରିବି ମୁଁ? ବାଚାଳତା ବନ୍ଦ କର ରାଣୀ, ତା ନହେଲେ ପତ୍ନୀ ହତ୍ୟା କରିବାକୁ ମୁଁ ବାଧ୍ୟ ହେବି। ତାହା ହିଁ କରନ୍ତୁ ମହାରାଜ, ତାହା ହିଁ କରନ୍ତୁ। ମୋ ବଞ୍ଚି ରହି ନିଜ କନ୍ୟାର ଦୁର୍ଦ୍ଦଶା ଦେଖିବାକୁ ଚାହେଁ ନା। ନିଜ ସ୍ୱାମୀଙ୍କର ରକ୍ତପାତ, କାଞ୍ଚିର ନିରୀହ ପ୍ରଜାଙ୍କର ମୃତ୍ୟୁ ଯନ୍ତ୍ରଣା ଦେଖି ମୁଁ କେବେ ଧୈର୍ଯ୍ୟ ଧରି ପାରିବି ନାହିଁ ସ୍ୱାମୀ, ମୁଁ କେବେ ଧୈର୍ଯ୍ୟ ଧରି ପାରିବି ନାହିଁ। କାଞ୍ଚିର ଭାଗ୍ୟ ଆକାଶରେ ଯେଉଁ କଳା ବଦଳ ଘୋଟି ଆସିଛି ତାହା ମୁଁ ସହିପାରୁନି ମହାରାଜ। କଣ ପାଇଁ ଏ ଯୁଦ୍ଧ? କଣ ପାଇଁ ଦୁଇ ରାଜ୍ୟ ମଧ୍ୟରେ ଶତ୍ରୁତା? କଣ ପାଇଁ? ଠିକ୍ ସମୟରେ ତୁମ ପ୍ରଶ୍ନର ଉତ୍ତର ପାଇବ ରାଣୀ। ଏବେ ଉଆସ ଉପରେ ଚାଲ, ଆସ ମୋ ସାଙ୍ଗରେ। ତାପରେ କଣ ହେଲା ସଖୀ? ଯୁଦ୍ଧରେ ଗଜପତି ରାଜା ହାରିଯାଇ ମଣିମଗଧରେ ବନ୍ଦୀ ହେଲେ। ବନ୍ଦୀ ହେଲେ? ହଁ ଯେ ମା, ହେଲେ ରାଣୀମାଙ୍କ ଯୋଗୁଁ ମହାରାଜ ପୁଣି ତାଙ୍କୁ କ୍ଷମା କରିଦେଇଛନ୍ତି। ତୁ ସତ କହୁଛୁ ସଖୀ? ପିତା ତାଙ୍କୁ କ୍ଷମା କରି ଦେଇଛନ୍ତି? ମଲା, ମୁଁ ମିଛ କହୁଛି ନା କଣ? ରାଜସାରା ଏକଥା ହୁରି ପଡିଛି, ତମେ ଜାଣ ନା କେମିତି ଯେ? ପୁରୀ ରାଜାଙ୍କୁ ତୁ ଦେଖିଛୁ ସଖୀ? ହଁ ଯେ ମା, କି ସୁନ୍ଦର ତାଙ୍କ ରୂପ, କି ବଳିଷ୍ଠ ତାଙ୍କର ବାହୁ। ତାକୁ ଦେଖିଲେ କୋଉ ଯୁବତୀ ଧୈର୍ଯ୍ୟ ଧରିବ କହିଲ? ମହାରାଜ ସିନା ଜିଦ୍ ଧରିଛନ୍ତି, ହେଲେ ଖାସ୍ ତୁମରି ପାଇଁ ପୁରୁଷୋତ୍ତମଙ୍କୁ ବିଧାତା ସୃଷ୍ଟି କରିଛନ୍ତି। ତୁମ ଦୁହିଁଙ୍କ ଯୋଡ଼ି ଠିକ୍ ମଦନ ଆଉ ରତି ଦେଇ ଭଳି ଜମା ପାଆନ୍ତା। ମୋ ପୋଡ଼ କପାଳରେ ସେ ସୁଖ ନାହିଁ ଲୋ ସଖୀ। ଚିରଦିନ ହାତାଶରେ ଜଳି ପଡ଼ି ମରିବାକୁ ଯାହା ଭାଗ୍ୟରେ ଅଛି ସେ କେଉଁଠି ରାଜରାଣୀ ହେବାର ସୌଭାଗ୍ୟ ଲାଭ କରିବ। ମୋତେ ଉପାୟ କହିଦେ ସଖୀ, ମୋତେ ଉପାୟ କହିଦେ। ତାଙ୍କୁ ଯଦି ମୁଁ ପତି ରୂପେ ନ ପାଏ ତେବେ ସତ କହୁଛି ମୁଁ ବଞ୍ଚି ପାରିବି ନାହିଁ। ମା, ତାକୁ ନ ଦେଖି ତ ଏମିତି ହେଲାଣି, ଦେଖିଲେ କଣ ନ ହେବ ଯେ? ବୁଦ୍ଧି ଦିଶୁ ନାହିଁ ସଖୀ, ଆମୁକି କରିବି। ବୁଦ୍ଧି ଦିଶୁ ନାହିଁ
ସତରେ ଯେ ମା ମଣିମାଙ୍କ ପ୍ରତି ଅବିଚାର କରୁଛନ୍ତି। ତା ଛଡ଼ା ଗଜପତି ରାଜା କୋଉ ଠିକ କଥାଟା କହୁଛନ୍ତି ଯେ ସିଏ କ'ଣ କହୁଛନ୍ତି ଯେ କହୁଛନ୍ତି ତୁମକୁ ନେଇ ଗୋଟେ ଚାଣ୍ଡାଳ ସାଙ୍ଗରେ ବିବାହ ଦେବେ। ଇଏ ତାଙ୍କ ଅନ୍ତରର କଥା ନୁହେଁ ସଖୀ। ପିତା ତାଙ୍କୁ ଚାଣ୍ଡାଳ କହି ଅପମାନ ଦେଲେ ତ। ତୁମେ ଗୋଟେ କାମ କର ଜେମା, ଯଦି ପୁରୁଷୋତ୍ତମଙ୍କ ନିକଟରେ ମନପ୍ରାଣ ସବୁ ସମର୍ପି ଦେଇଛ ତେବେ ଆଉ ଟିକେ ମନପ୍ରାଣ ଢାଳି ସେ କାଳିଆ ଠାକୁର ଜଗନ୍ନାଥଙ୍କୁ ଡାକ। ଦେଖିବ ସେ କରୁଣା କଲେ ସବୁ ଠିକ ହୋଇଯିବ। ତୁ ଠିକ କହୁଛୁ ସଖୀ, ମୁଁ ସେଇ କରିବି। ସେ କାଳିଆ ଠାକୁର ଜଗନ୍ନାଥଙ୍କୁ ମୋ ମନର କଥା ଜଣାଇବି। ତେଣିକି ମୋ ଭାଗ୍ୟ। ହଉ ବସକୁ ଯିବା ଆସ, କେତେ ବଡ଼ ସନ୍ଧ୍ୟା ହୋଇଗଲାଣି। ହଁ ମନ୍ତ୍ରୀ, ବହୁବାର ଚେଷ୍ଟା କରିଛି ହେଲେ ନିଜକୁ ନିଜେ ସାନ୍ତ୍ୱନା ଦେଇପାରୁନାହିଁ। ସେଦିନର ଯୁଦ୍ଧ ବିଭୀଷିକା ଏବେ ବି ମୋ ଆଖି ଆଗରେ ଦିଶି ଯାଉଛି। ଉତ୍କଳର ବିଶାଳ ସେନାବାହିନୀ ଥାଉ ଥାଉ ମୁଁ କାଞ୍ଚି ରାଜାଙ୍କ ଦ୍ୱାରା ବନ୍ଦୀ ହେଲି। ଏହା ନିଶ୍ଚୟ ପ୍ରଭୁ ଜଗନ୍ନାଥଙ୍କର ଅକରୁଣାର ଫଳ ମନ୍ତ୍ରୀ, ଏହା ନିଶ୍ଚୟ ପ୍ରଭୁ ଜଗନ୍ନାଥଙ୍କର ଅକରୁଣାର ଫଳ। ମୁଁ ଏବେ କ'ଣ କରିବି ମନ୍ତ୍ରୀ? কি করিবি মন্ত্রী মতে বুদ্ধি শুনাই সমরে হারিলি উৎকলর রাজা হই সরিলাম বড় বড় সিন্ধু জলে হারি দেবী পোড়া জীবন মনে পড়ি গলে কাঁচি নরপতি কথা হাতি যায় বুকু মোর ঘুরি যায় মথা মন রখি ন পারিলি কান্তি রাজ যে মা পাই দশা ভগিলি জগতর নাথ যদি ভয়ান ভরিলে বীণা দাস ঠারে কুট কপটর দিলে রাজ বণ মোর সিংহ হই হারি গলি সুগাল পাশর রাজ বণ মোর রাজ বণ মোর ମଣିମା, ଆପଣ ହେଉଛନ୍ତି ପୁରୀର ଠାକୁର ରାଜା। ଆପଣଙ୍କ ଇଙ୍ଗିତରେ ବଡ଼ଦାଣ୍ଡରେ ଚାଲେ 3 ରଥ। ଆପଣ ମନପ୍ରାଣ ଢାଳି ସେହି ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ଆପଣଙ୍କର ଦୁଃଖ ଜାଣନ୍ତୁ ମହାରାଜ। ଏଥର ଯୁଦ୍ଧରେ ବିଜୟ ଆମର ସୁନିଶ୍ଚିତ। ମୁଁ ସେଇଆ କରିବି ମନ୍ତ୍ରୀ। ଜଗନ୍ନାଥଙ୍କୁ ମୋର ଦୁଃଖ ଜଣାଇବି। ତୁମେ ଯାଅ ପାଟହସ୍ତୀକୁ ପ୍ରସ୍ତୁତ କର। ମୁଁ ଶ୍ରୀମନ୍ଦିରକୁ ଯାତ୍ରା କରିବି। ଯେ ପର୍ଯ୍ୟନ୍ତ ପ୍ରଭୁଙ୍କର କୃପା ଲାଭ ନ କରିଛି ସେ ପର୍ଯ୍ୟନ୍ତ ମୁଁ ତାଙ୍କରି ପାଦପଦ୍ମ ତଳେ ପଡ଼ି ରହିବି। ଆସନ୍ତୁ ମଣିମା, ମୁଁ ସମସ୍ତ ବନ୍ଦୋବସ୍ତ କରୁଛି। ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟୋତ୍କଳ ବର୍ଗେଶ୍ୱର ଅବିରାୟ ଭୂତ ଭୈରବ ଦୁଃସହ ଦୁଃଶାସନ ଅନିକରଣେ ରାଉତରାୟ ଅତୁଳ ବଳ ପରାକ୍ରମ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରିୟ କୁଳ ଧୂମକେତୁ ବିରାଦି ବୀରବର ପ୍ରତାପୀ ଶ୍ରୀ 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 ମହାରାଜ ପୁରୁଷୋତ୍ତମ ଦେବ ଶ୍ରୀମନ୍ଦିରକୁ ବିଜେ କରୁଛନ୍ତି। ହେ ଜଗତର ନାଥ ଜଗନ୍ନାଥ, ହେ ପତିତ ପାବନ, ହେ କାଳିଆ ଠାକୁର, କାଞ୍ଚି ଜୟ କରିବାକୁ ମୋ ବାହୁରେ ଶକ୍ତି ଦିଅ ପ୍ରଭୁ। ତୁମରି ଆଜ୍ଞାକୁ ଶିରୋଧାର୍ଯ୍ୟ କରି ମୁଁ ପୁଣି କାଞ୍ଚି ଅଭିମୁଖେ ଯୁଦ୍ଧ ଯାତ୍ରା କରିବି। নীলাচল নাথ নীলাদ্রি বিহারী নীলাচল নাথ নীলাদ্রি বিহারী
ପର୍ଯ୍ୟନ୍ତ ଏଇ ଗରୁଡ଼ ସ୍ତମ୍ଭ ନିକଟରେ ଗୁହାରିଆ ପଡ଼ି ରହିଲି ପ୍ରଭୁ, ଗୁହାରିଆ ପଡ଼ି ରହିଲି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଗରୁଡ଼ ସ୍ତମ୍ଭ ନିକଟରେ ରାଜା ପୁରୁଷୋତ୍ତମ ଗାଢ଼ ନିଦ୍ରାରେ ଅଚେତ। ଅଗ୍ରଜ ବଳରାମ ମଧ୍ୟ ରତ୍ନ ପଲଙ୍କରେ ନିଶ୍ଚିନ୍ତରେ ଶୋଇଯାଇଛନ୍ତି। ହେଲେ ମୁଁ ଶୋଇବି କିପରି? ଭକ୍ତର ଆକୁଳ ପ୍ରାର୍ଥନାରେ ମୁଁ ବିବଶ ହୋଇପଡ଼ୁଛି। ନା, ଆଉ ବିଳମ୍ବ ନ କରି ଅଗ୍ରଜକୁ ଉଠାଇ ସମସ୍ତ କଥା କହିବି। ଅଗ୍ରଜ, ଅଗ୍ରଜ, ଉଠନ୍ତୁ ଅଗ୍ରଜ। ଓହୋ, ରାତି ଅଧ ଯାଏ ତ ବଡ଼ ବଡ଼ ଆଖିକୁ ନିଦ ଆସୁନି କିରେ ଜଗନ୍ନାଥ? ଏତେ ରାତି ଯାଏ ଲକ୍ଷ୍ମୀଙ୍କ ଉଆସକୁ ଯାଇନୁ ଯେ? କ'ଣ ପେଟ ପୁରିନି? ଭୋକ ଲାଗୁଛି? ନା ଅଗ୍ରଜ, ନା, ଭୋକ ଲାଗୁନି, ଆଖିକୁ ନିଦ ବି ଆସୁନି। ଆମର ପରମ ଭକ୍ତ ଗଜପତି ପୁରୁଷୋତ୍ତମ ପରା ଆମର ଶରଣାପନ୍ନ। ଗରୁଡ଼ ସ୍ତମ୍ଭ ନିକଟରେ ସେ ଆମରି କରୁଣା ଲାଭ ଆଶାରେ ପଡ଼ି ରହିଛନ୍ତି। ରାଜା ପୁରୁଷୋତ୍ତମ, କ'ଣ ହୋଇଛି ତାଙ୍କର? କାଞ୍ଚି ରାଜା ତାଙ୍କୁ ଯୁଦ୍ଧରେ ପରାଜୟ କରି ଅପମାନ ଦେଇଛି ଭାଇ। ହଁ, ଯୁଦ୍ଧରେ ଏକ ପକ୍ଷରେ ପରାଜୟ ହେବାର କଥା, କିନ୍ତୁ ଅପମାନ ଦେବାର କାରଣ? ପୁରୁଷୋତ୍ତମ ଆମ ରଥରେ ଛେରା ପହରା କରନ୍ତି ବୋଲି ତାଙ୍କୁ ଚଣ୍ଡାଳ କହି କନ୍ୟାଦାନ କରିବାକୁ କାଞ୍ଚି ରାଜା ମନା କରିଦେଲେ। କ'ଣ କହିଲୁ ଜଗନ୍ନାଥ? ଆମ ଭକ୍ତକୁ ପୁଣି ଅପମାନ? ଏ କଥା ତୁ ଏପର୍ଯ୍ୟନ୍ତ ମୋତେ ଜଣାଇନାଉ କାହିଁକି? ଆପଣ ତ ସାମାନ୍ୟ କଥାରେ ଉତ୍ତେଜିତ ହୁଅନ୍ତି ଭାଇ, ତେଣୁ କ'ଣ କହିଲୁ? ଏଇଟା ସାମାନ୍ୟ କଥା? ଜଗନ୍ନାଥ, ନେଇ ଆମ ଭଳ ଯୁଦ୍ଧ। ଆଗାମୀ ପ୍ରଭାତରେ ମୁଁ କାଞ୍ଚି ଯାତ୍ରା କରିବି ଏବଂ ସମଗ୍ର କାଞ୍ଚି ରାଜପ୍ରସାଦକୁ ଉତ୍ପାଦନ କରି ସାଗର ଗର୍ଭରେ ନିକ୍ଷେପ କରିବି। କ୍ରୋଧ ଶାନ୍ତ କରନ୍ତୁ ଅଗ୍ରଜ। ମୁଁ ସ୍ୱୀକାର କରୁଛି ଆପଣଙ୍କ ସମକକ୍ଷ ଯୋଦ୍ଧା ବିଶ୍ୱରେ ନାହାନ୍ତି, କିନ୍ତୁ ଅଗ୍ରଜ, ଏହାଦ୍ୱାରା ଗଜପତିଙ୍କର ବଡ଼ କ'ଣ ରହିବ ତ? ଓ, ତା ବି ଠିକ୍। ତେବେ ତୁ ପୁରୁଷୋତ୍ତମକୁ ସ୍ୱପ୍ନାଦେଶ କର, ସେ ଆଗାମୀକାଲି ପୁନର୍ବାର କାଞ୍ଚି ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ। ମୁଁ ନିଜେ କାଞ୍ଚି ଯାତ୍ରା କରିବି, ନିଜେ ଦେଖିବି ଏଥର କିପରି କାଞ୍ଚି ରାଜା ଯୁଦ୍ଧ ଜୟୀ ହେବ। କେବଳ ଆପଣ ନୁହନ୍ତି, ମୁଁ ମଧ୍ୟ ଆପଣଙ୍କ ସାଙ୍ଗରେ ଯିବି ଅଗ୍ରଜ। ତେବେ ଯୁଦ୍ଧ ପରିଚାଳନା କରିବେ ନିଜେ ଆପଣ। ଠିକ୍ ଅଛି, ମୁଁ ହେବି ଏ ଯୁଦ୍ଧର ପ୍ରଧାନ ସେନାପତି। ହଁ, ଦେଖନ୍ତୁ ଅଗ୍ରଜ, ପୁରୁଷୋତ୍ତମ ଯଦି ଯୁଦ୍ଧରେ ଜୟଲାଭ ନ କରନ୍ତି, ତେବେ ଆପଣଙ୍କ ପ୍ରତିଜ୍ଞା କେବଳ ପ୍ରତିଜ୍ଞା ହୋଇ ରହିଯିବ। ମୁଁ ତୋ ଭଳିଆ ମନୁଆ ନୁହେଁ ଜଗା, ଯାହା କହେ ସେଇଆ ହିଁ କରେ। ଆପଣ ଧନ୍ୟ ଅଗ୍ରଜ, ନିଜର ବଡ଼ ଠାକୁର ନାମକୁ ଆପଣ ଆଜି ସାର୍ଥକ କରିଛନ୍ତି। ମୁଁ ବର୍ତ୍ତମାନ ଗଜପତିଙ୍କ ନିକଟକୁ ଯାଉଛି। ଆପଣ ଏଥର ବିଶ୍ରାମ ନିଅନ୍ତୁ ଭାଇ, ରାତି ଆହୁରି ଅନେକ ବାକି ଅଛି। ହଉ ଯା, କିନ୍ତୁ ମନେ ରଖ, ପ୍ରଭାତ ପୂର୍ବରୁ ମୋର ନିଦ୍ରା ଭଙ୍ଗ କରିବୁ ନାହିଁ। ନୟନ ଦୁଇଟାରେ ତନ୍ଦ୍ରାର ଅସହାୟ ବେଦନା। ତୁ ଯା, ମୁଁ ଶୋଉଛି। ଭକ୍ତ ପୁରୁଷୋତ୍ତମ, ତୁମ ନିଷ୍ଠାପର ଭକ୍ତିରେ ଆମେ ସନ୍ତୁଷ୍ଟ ହୋଇଛୁ। ତୁମକୁ ମୋର ଆଦେଶ, ଆଗାମୀ ପ୍ରଭାତରୁ ଚତୁରାଙ୍ଗ ବଳ ସାଜି ତୁମେ କାଞ୍ଚି ଅଭିମୁଖେ ଯୁଦ୍ଧଯାତ୍ରା କର। ଏ ଯୁଦ୍ଧରେ ଆମ ଦୁଇ ଭାଇଙ୍କ ଆଶୀର୍ବାଦ ତୁମ ପଛରେ ନିଶ୍ଚୟ ରହିବ। ତୁମେ ହେବ ଯୁଦ୍ଧ ଜୟୀ, ମୂର୍ଖ କାଞ୍ଚି ରାଜାର ଦର୍ପ ଚୂର୍ଣ୍ଣ ହେବ। ଯାଅ, ଏଥର ଉଠି ଶ୍ରୀନଗରକୁ ଫେରିଯାଅ। ଉଠ, ଉଠ ପୁରୁଷୋତ୍ତମ, ଉଠ। ଏ ଜଗନ୍ନାଥ, ଜଗନ୍ନାଥ, ଆଉ ଥରେ ଆପଣଙ୍କର ସେହି ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ଚତୁର୍ଦ୍ଧା ମୂର୍ତ୍ତି ମୋତେ ଦେଖାନ୍ତୁ ପ୍ରଭୁ। ଆଃ, କି କମନୀୟ କାନ୍ତି! ଜମାଟ ଅନ୍ଧାର ଭଳି କଳା ଶ୍ରୀମୁଖ, ବାମ ସ୍କନ୍ଧରେ ଯଜ୍ଞ ପବିତ୍ର, ଗଳାରେ କୌସ୍ତୁଭ ମାଳା, କୋଟି ଦେଶରେ ପାଟ ପିତାମ୍ବର, ରକ୍ତିମ ପଦଯୁଗଳରେ ନୂପୁରର ରୁଣୁଝୁଣୁ ଶବ୍ଦ। ପ୍ରଭୁ ଧନ୍ୟ ହେଲି, ପ୍ରଭୁ ଧନ୍ୟ ହେଲି। ଆପଣଙ୍କ ଆଶିଷରେ ସପ୍ତ ସିଂହର ଶକ୍ତି ମୋ ଶରୀରରେ ଜାଗି ଉଠୁଛି। ଏ ଅକିଞ୍ଚନକୁ କରୁଣା କରି ଆପଣ କୃତାର୍ଥ କରିଦେଇଛନ୍ତି ପ୍ରଭୁ। ଆପଣଙ୍କ ଚରଣରେ କୋଟି କୋଟି ପ୍ରଣାମ ଜଣାଉଛି ପ୍ରଭୁ, କୋଟି କୋଟି ପ୍ରଣାମ ଜଣାଉଛି। ମହାମନ୍ତ୍ରୀ, ଆଦେଶ କରନ୍ତୁ ମଣିମା। ଯୁଦ୍ଧର ସମସ୍ତ ଆୟୋଜନ ହୋଇଛି ତ? ହଁ ମହାରାଜ, ଗଜାରୋହୀ, ଅଶ୍ୱାରୋହୀ, ପଦାତିକ ଆଦି ସମସ୍ତ ସେନା ପ୍ରସ୍ତୁତ ହୋଇସାରିଛନ୍ତି। କେବଳ ମଣିମାଙ୍କ ଆଦେଶକୁ ସମସ୍ତେ ଅପେକ୍ଷା କରିଛନ୍ତି। ଆଉ ବିଳମ୍ବ କର ନା ମନ୍ତ୍ରୀ, ଏ ହେଉଛି ମାହେନ୍ଦ୍ର ସମୟ।
ଶୁଭ ଶଙ୍ଖ ବଜାଇ ଯାତ୍ରା ଅନୁକୂଳ କର। କେ ଅଛି ରେ ଶୁଭ ଶଙ୍ଖ ବଜାଇ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ସକାଳ ପହର ବୁଲି ବୁଲି ଆସି ଉଦୁଦିଆ ଦ୍ୱିପହର ହେଲା, ଗୋଟିଏ ହେଲେ ଗରାଦ ଦେଖାନାହାନ୍ତି। ସକାଳ ମଣିଷ କାମ ଜାଣିଥିଲା କେଜାଣି। ଯାଉଛି ଖରାବେଳଟା ଏ ଗଛ ଛାଇରେ ବସି କଟାଇ ଦେବି, ଖରା ମହଲେ ଗାଁକୁ ଯିବି। ଓହୋ, ଘୋଡ଼ା ଯୋଡ଼ି କିଏ ଦୁଇ ଜଣ ଆଣିକି ଆସୁଛନ୍ତି। କାଳିଆ ଲୋକ ଜଣକ କଳା ଘୋଡ଼ାରେ ଆଉ ଗୋରା ଲୋକ ଜଣକ ଧଳା ଘୋଡ଼ାରେ ବସିଛନ୍ତି। ଇଏ ସେ ରାଜାଘର ଲୋକ। ଏମାନେ ଯଦି ମୋ ଦହି କିଣନ୍ତି ବଡ଼ ପଟେ ଡାକେ, ଦହି ନେବ ଗୋ ଦହି, ବସା ଦହି, ଘୋଳ ଦହି, ମିଠା ଦହି, ଦହି ନେବ ଗୋ ଦହି। ଏଇଠି ଟିକେ ବିଶ୍ରାମ ନେବା ଅଗ୍ରଜ। ଏ ଯେଉଁ ମୁଣ୍ଡ ଫଟା ଖରା ମୋଟେ ଯାଇ ହେବ ନାହିଁ। ଘୋଡ଼ା ଦୁଇଟା ବି ବହୁତ କ୍ଳାନ୍ତ ହେଇ ପଡ଼ିଲେଣି। ନିକଟରେ କେଉଁଠି ତ ଜଳାଶୟ ଦେଖାଯାଉ ନାହିଁ ରେ।
ମତେ ବହୁତ ତୃଷା ଲାଗିଲାଣି। ଜଳ କଥା କାହାକୁ ପଚାରିବା? ଏଇ ତ ଜନଶୂନ୍ୟ ପଥ। ଏଇ ଦେଖନ୍ତୁ ଅଗ୍ରଜ, ବୁଢ଼ୀଟିଏ ପସରା ମୁଣ୍ଡେଇ ଏଇ ଆଡ଼କୁ ଆସୁଛି। ତା ପସରାରେ କ'ଣ ଅଛି ପଚାରିଲୁ? ହଁ, ଆପଣ ଏଇ ଗଛ ଛାଇରେ ବସି ଝାଳ ମାରନ୍ତୁ, ମୁଁ ବୁଢ଼ୀକୁ ଡାକୁଛି। ଏଇଠି ମାଉସୀ, ମାଉସୀ ଟିକେ ଶୁଣ। ମତେ ଡାକିଲ ପୁଅ? ଆଉ କ'ଣ ଏ ବଣର ଗଛଲତାଙ୍କୁ ଡାକିଲୁ? ଏ ମା, ମୁହଁକୁ ଚାହୁଁଛ ଏମିତି କ'ଣ କହୁଛ? କେଡ଼େ ରାଗି ଲୋକଟା ମ। ଖରାପ ଭାବିଲ କି ମାଉସୀ? ତୃଷା କଷ୍ଟରେ ଭାଇ ଟିକେ ବିବ୍ରତ ହୋଇପଡ଼ିଛନ୍ତି ତ। ଛାଡ଼, ତୁମ ପସରାରେ କ'ଣ ଅଛି କହିଲ? ମୋ ପସରାରେ କ'ଣ ତ ପସରାରେ ଅଛି? ସ୍ୱର୍ଗର ଅମୃତ। ଏଇ ଗୋରା ଲୋକଟା ଭାରି ରାଗି। ଦହି ଖାଇ ଯଦି ମୁଁ ପଇସା ନ ଦିଏ? କ'ଣ ଭାବୁଛୁ ମାଉସୀ? ଏ ନା ନା, ମୋ ପସରାରେ କ'ଣ ତ ପସରାରେ? ପାଣି ଯଦି ଅଛି କହ, ଶୋଷରେ ତଣ୍ଟି ଶୁଖିଲାଣି। ନା, ପାଣି ନାହିଁ, ଦହି ଅଛି। ଦହି? ଆମକୁ ଶୀଘ୍ର ଦହି ପିଇବାକୁ ଦେ ମାଉସୀ, ଭାରି ଶୋଷ ଲାଗିଲାଣି। ହଁ ଲୋ ମାଉସୀ, ଦହି ପିଇବାକୁ ଆମେ ଦୁଇ ଭାଇ ବହୁତ ଭଲ ପାଉ। ମୋର ସାନ ଭାଇଟା ପରା ପଡ଼ୋଶୀ ଘରେ ଦହି ଲହୁଣୀ ଚୋରି କରି ଖାଏ ବୋଲି ମାଆଙ୍କ ଠାରୁ ବହୁତ ଥର ମାଡ଼ ଖାଇଛି। ମୁଁ ସିନା ଚୋରି କରେ, ଭାଇ ପରା ମତେ ଚୋରି କରିବାକୁ ବତେଇ ଦିଅନ୍ତି। ଜଗା, ଆଉ ଚୋରି ଜିନିଷରୁ ଭାଗ ବି ନିଅନ୍ତି। ଏପର୍ଯ୍ୟନ୍ତ ବି ତୋର ବୁଦ୍ଧି ସୁଦ୍ଧି ହେଲା ନାହିଁ। ହଉ ମାଉସୀ, ଆମକୁ ଶୀଘ୍ର ଦହି ପିଇବାକୁ ଦେ, ଭାରି ଶୋଷ। ହଉ, ଦି ଭାଇ ଯାକ ବସ, ମୁଁ ଦହି ମାପ କରିଦେଉଛି। ହଁ, ବସା ଦହି, ଗୋଳ ଦହି, ମିଠା ଦହି, ସବୁ ପ୍ରକାର ଦହି ଅଛି। କି ଦହି ଦେବି? ଯେତେ ଦହି ଅଛି ସବୁ ଦେଇଦେଲୁ ମାଉସୀ। ଏ ସବୁ ଯାକ? ଯାହା ହେଉ, ଏଭଳି ଘରକୁ ଯଦି ମୋତେ ସବୁଦିନ ଜୁଟନ୍ତେ, ତେବେ ପସରା ମୁଣ୍ଡେ ବାର ଦୁଆରେ ବୁଲିବାକୁ ପଡ଼ନ୍ତା ନାହିଁ। ହଉ, ହାତ ଦେଖାଅ, ମୁଁ ଦହି ଦେଉଛି। ମତେ ଆଗ ଦେ ମାଉସୀ, କାରଣ ମୁଁ ଜ୍ୟେଷ୍ଠ। କିରେ ଜଗା, ବିକଳଙ୍କ ପରି ମୋ ମୁହଁକୁ ଚାହୁଁଛି କ'ଣ? ଟିକେ ରହ, ମୁଁ ପିଇସାରେ। ହଁ ଅଗ୍ରଜ, ଆପଣ ପିଅନ୍ତୁ ନା। ଦେ ମାଉସୀ। କି ଶାନ୍ତି। ଏଥର ତୁମେ ନିଅ ପୁଅ। ଦେ ମାଉସୀ, ଦେ। କି ତୃପ୍ତି। ଭାଇ, ଏଥର ଆପଣ ଖୁସି ତ? ହଁ ରେ ଜଗନ୍ନାଥ, ପ୍ରାଣଟା ରହିଗଲା। ହଉ, ଏଥର ମୋ ଦହି କଉଡ଼ି ଦିଅ, ମୁଁ ଯିବି। ଏକୁଟିଆ ଲୋକ ତ, ଘର ଗୋଟାକର କାମ ପଡ଼ିଛି। ହାଟ ବଜାର ସାରି ଘରେ ପହଞ୍ଚି ରାନ୍ଧି ବାଢ଼ି ଖାଇଲା ବେଳକୁ ରାତି ଅଧ ହେବ। ଦିଲ, କଉଡ଼ି ଗଣ୍ଡାକୁ ଦିଅ। କିରେ ଜଗା, ବୁଢ଼ୀ କଉଡ଼ି ମାଗୁଛି, କ'ଣ କରିବା? ଆପଣ ତ ଜ୍ୟେଷ୍ଠ, ଆପଣ କୁହନ୍ତୁ କ'ଣ କରିବା? ମୋଲା, ପସରାଟେ ଯାକ ଦହି ପିଇଗଲା, କଉଡ଼ି ଦେବ? ଏତେ ମୁହଁକୁ ଚାହିଁ ହେଉଛ କ'ଣ? ଦିଲ, ପଇସା ଦିଅ। ପଇସା? ପଇସା ତ ଆମ ପାଖରେ ନାହିଁ। କ'ଣ ହେଲା? ପଇସା ନାହିଁ? ଧରମ ଛଡ଼ା 3 ହାଣ୍ଡି ଦହି ଢକ ଢକରେ 2 ଜଣ ଯାକ ପିଇଗଲ। କହୁଛ କ'ଣ ପଇସା ନାହିଁ? ଭଲରେ କହୁଛି, ପଇସା ଦେଇଦିଅ, ନହେଲେ ଗଉଡ଼ୁନି ଏଥର। ଦହି ପିଇଲୁ, ଭାରି ଭଲ ଲାଗିଲା। ଦହି ପିଇଛ ସିନା, ଖଡୁ ମୂଷା ଖାଇନ। ଖଡୁ ମୂଷା ଖାଇଛୁ? ଖାଇଛୁ ମାଉସୀ, ଖାଇଛୁ, ଖୁବ୍ ଖାଇଛୁ। ଆଉ ମୋ ଠାରୁ ବେଶୀ ଖାଇଛି ମୋର ଏ ସାନ ଭାଇ ଜଗାଟା। ହଉ, ଯାହା କରୁଛ କର, ହେଲେ ମୋ ପଇସା ଦେଇଦିଅ। କିରେ ଜଗା, ଆରେ ଠିଆ ହୋଇ ହସୁଛୁ କ'ଣ? ବୁଢ଼ୀକୁ ଟିକେ ବୁଝା। ମୋ ମୁଣ୍ଡରେ କିଛି ପଶୁନି ଭାଇ। ପଶୁନି? ସତିଆ ନାସିଆ। କିଏ ତୁମେ ଦୁଇଟା ମୁହେ ଲାଗୁନିଆ, କଉଡ଼ି ନ ଖାଇ ଦହି ପିଇଗଲ କିଆଁ। ଗାଈରେ ମାଉସୀ ଲୋ କଉଡ଼ି ତ ନାହିଁ, ସବୁ ଗାଳି ସହିଯିବୁ ଆମେ ଦୁଇ ଭାଇ। ଗରିବ ବାଉରି ମୁହେଇ ମୋ ଜୀବିକା, ଦେଶ ମୋର ପ୍ରତିଦିନ ବୁଲି ଦହିରିକା। ଆମେ ରାଜାଙ୍କ ସୈନ୍ୟ ଯାଉଅଛୁ କାଞ୍ଚି, ପଛରେ ଉତ୍କଳ ଗଜପତି ଆସୁଛନ୍ତି। କହିବି ତାଙ୍କୁ ଏ କଥା ଦିଆଇ ବିଜୁଳି, ତୁମକୁ ଭାରି
ମୁଦି ମୋରି ହାତର ରାଜାଙ୍କୁ ଦେଖାଇ ନେବୁ ତୋ ଦହିର ମୂଲ୍ୟ ରାଜାଙ୍କୁ ଦେଖାଇ ନେବୁ ତୋ ଦହିର ମୂଲ୍ୟ। देख माउसी दही पिलु बोली कौड़ी बदल मो सान भाईटा ता हाथर रत्नमुदी बंधा देलानी पुणी गाली देउछु आमे दुई परा पुदी राजा सैनिक जाउछु कांची अभियान पछरे मणि मारुछंती तांकु ए मुदी देई तो दही कौड़ी नै छी ବାଃ ବାହାରେ କଜଳପତିଆ ଭଦ୍ର ଲୋକ ଭଲରେ କହୁଛି ମୋ ପଇସା ଦିଅ ମୁଁ ବିଚାରି ଗରିବ ଲୋକ। देख माउसी आमे भी राजा महाराजा नुह सामान्य सैनिक पैसा आम पाखरे नाही तू राजा को आम कथा कहबो से निश्चय तो कथा सुनिबे। ରାଜା ଯଦି ମୋ କଥା ବିଶ୍ୱାସ ନ କରନ୍ତି ताहेले हमकु सुळीरे चढाइबो बुझिलु चल जगा घोड़ा पिटा ହଁ ଚାଲିଗଲେ ତ ମୁଁ ଛାଡ଼ି ଦେବି ଆଉ ଧରମ ଛଡ଼ା ତୋ ମା ତୋତେ କେମିତି ସମ୍ଭାଳି ଏଡ଼ୁଟିଏ କଲା କେଜାଣି ଦହି ପିଇଲ କଣ ଦେବ ସିଧା କଥା। अरे अरे तू तो बड़ अभुझ लोक एते बुझाइला परे भी ଆପଣ ଟିକେ ନିରବ ରୁହନ୍ତୁ ଭାଇ। ଦେଖ ମାଉସୀ ତୁମେ ଭାଇଙ୍କ କଥା ଧରନା ସେ ସବୁବେଳେ ଏମିତି ତୁମେ ମୁଦି ରଖ ଯଦି ରାଜା ତୁମ ଦହି କଉଡ଼ି ନ ଦେବେ ତେବେ ମୁଦିକୁ ବଜାରରେ ବିକ୍ରି କରିଦେବ ତୁମ ଦହି ମୂଲ୍ୟ ଠାରୁ ଏହାର ମୂଲ୍ୟ ବହୁତ ଅଧିକ ନିଅ ରଖିଦିଅ। ଏଇଟା ସତରେ ରତନ ମୁଦିଟି? ନାଇଁ ପିତ୍ତଳ ମୁଦି ଓହୋ ଆପଣଙ୍କୁ କହିଲି ପରା ନିରବ ରହିବାକୁ। ଥାଉ ମାଉସୀ ଆସନ୍ତୁ ଅଗ୍ରଜ। ରତନ ମୁଦି କେମିତିକା ମୋ ଜୀବନରେ ମୁଁ ଦେଖିନି ଏଇ ଦୁଇ ଭାଇ ମୋତେ ଠକି ଦେଇ ଗଲେନି ତ। ହଉ ରାଜା ଆସନ୍ତୁ। ଏ ଘୋଡ଼ାଟାକୁ ଶୁଭୁଛି ରାଜା ଆସନ୍ତୁ ନା କଣ? ଜୁହାର ମଣିମା। କିଏ ତୁମେ ମୋ ନିକଟରେ ତୁମର ପ୍ରୟୋଜନ? ମଣିମା ଯାତ୍ରୀ ମୁଁ ଗୌରୁଣୀ ମୋ ନାଁ ମାଣିକ। ଦୁଇ ଜଣ ଲୋକ ମୋ ଠାରୁ ଦହି ଖାଇ କାଞ୍ଚିରାଇଜକୁ ଗଲେ ପଇସା ମାଗିବାରୁ କହିଲେ ସେମାନେ କୁଆଡ଼େ ମଣିମାଙ୍କ ସୈନିକ ମୋତେ ଗୋଟେ ମୁଦି ଦେଇ କହିଲେ ଏହାକୁ ରାଜାଙ୍କୁ ଦେଖାଇଲେ ସେ ଦହିର ମୂଲ୍ୟ ଦେବେ। ଦୁଇ ଜଣ ସୈନିକ କହିପାରିବୁ ମାଣିକ ସେମାନେ ଦେଖିବାକୁ କିପରି? ଜଣେ ଗୋରା ଜଣେ କଳା ଦୁହେଁ କଳା ଧଳା ଘୋଡ଼ାରେ ଗଲେ ଦେଖିବାକୁ ରାଜା ପୁଅ ଭଳି। କାହିଁ ମାଣିକ ସେ ମୁଦିଟି କାହିଁ? ଏଇ ମୋ କାନିରେ 7 ଗଣ୍ଠି ପକାଇ ବାନ୍ଧିଛି। ଏ ଦେଖନ୍ତୁ ମଣିମା ଲୁହା କି ତମ୍ବା ମୁଦି ଦେଇ ମୋତେ ଠକି ଦେଇନାହାନ୍ତି ତ? ଏ ଜଗନ୍ନାଥଙ୍କ ନାମାଙ୍କିତ ରତ୍ନମୁଦ୍ରିକା ପୁଣି ମାଣିକ ବଉଣୀ ହାତରେ। ଧନ୍ୟ ଧନ୍ୟ ତୁ ମାଣିକ ତୁ ଆଜି ପ୍ରଭୁ ବଳରାମ ଆଉ ଜଗନ୍ନାଥଙ୍କ ଦର୍ଶନ କରିବା ସଙ୍ଗେ ସଙ୍ଗେ ଦହି ପିଆଇ ଧନ୍ୟ ହୋଇଛୁ। ଏ ହେଉଛି ପ୍ରଭୁ ଜଗନ୍ନାଥଙ୍କ ହସ୍ତର ରତ୍ନମୁଦ୍ରିକା। ଆପଣ ସତ କହୁଛନ୍ତି ମଣିମା ମୋତେ ଆପଣ ଶାସ୍ତି ଦିଅନ୍ତୁ। ମୂର୍ଖ ମାଇପି ଲୋକ ମୁଁ ମୋର ବା ବୁଦ୍ଧି କେତେ ନ ଜାଣି ମୁଁ ଠାକୁରମାନଙ୍କୁ ଅନେକ କଟୁ କଥା କହିଛି। ମୋତେ ଶାସ୍ତି ଦିଅନ୍ତୁ ମଣିମା ମୋତେ ଶାସ୍ତି ଦିଅନ୍ତୁ। କାନ୍ଦନା ମାଣିକ ପ୍ରଭୁ ତ ସ୍ୱୟଂ ଭାବଗ୍ରାହୀ ସେ ତୁମ କଥାରେ କଦାପି ରାଗିବେ ନାହିଁ। ମୁଁ ଆଜି ଧନ୍ୟ ହୋଇଛି ମାଣିକ ତୁମ ଭଳି ଭକ୍ତର ଦର୍ଶନ ଲାଭ କରି ପାପ ନେତ୍ର ମୋର ପବିତ୍ର ହୋଇଛି। ତେଣୁ ତୁମ ନାମ ଅନୁସାରେ ଆଜିଠାରୁ ଏହି ଗ୍ରାମର ନାମ ମାଣିକପାଟଣା ରଖାଗଲା। ଏଇ ମୁଁ ତୁମ ନାମରେ ସନନ୍ଦ ଲେଖି ଦେଉଛି। ଦୂତ ଆଦେଶ କରନ୍ତୁ ମଣିମା। ତୁମେ ଡିଣ୍ଡିମ ପିଟି ଏହି ଗ୍ରାମରେ ଘୋଷଣା କର ଆଜିଠାରୁ ଏହି ମାଣିକପାଟଣାର କୌଣସି କର ରାଜକୋଷକୁ ନ ଯାଇ ଏହି ମାଣିକକୁ ଦିଆଯିବ। ଜୟ ଆଜ୍ଞା ମହାରାଜ। ମୁଁ ଆସୁଛି ମାଣିକ। ଶୁଣ 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 ଉତ୍କଳର ଗଜପତି ମହାରାଜ ଶ୍ରୀ 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 ପୁରୁଷୋତ୍ତମ ଦେବ ତାଙ୍କ ଶ୍ରୀଶାମରୁ ଅନୁମତି ଦେଲେ କି ଆଜିଠାରୁ ମାଣିକ ଗୌଡ଼ୁଣୀ ନାମ ଅନୁସାରେ ଏହି ଗ୍ରାମର ନାମ ମାଣିକପାଟଣା ରଖାଗଲା। ଏଣିକି ଏହି ଗ୍ରାମର ସମସ୍ତ କର ମାଣିକକୁ ଦିଆଯିବ। ଏହା ସମସ୍ତଙ୍କ ଗୋଚରାର୍ଥରେ ଜଣାଇ ଦିଆଗଲା। ସାତ ଜନ୍ମର ପୁଣ୍ୟ ଯୋଗୁଁ
ମୁଁ ଆଜି କଳାଧଳା ଠାକୁର ଦୁହିଁଙ୍କୁ ଦର୍ଶନ କଲି। ମଣିମୁଖ ସୁଦୟରୁ ଆଜିଠାରୁ ମୋର ଅଭାବ ଦୂରେଇଗଲା। ମହାଭାଗ୍ୟବତୀ ମୁଁ। ହେ ଠାକୁର, ମୋର ଅଜ୍ଞାନତା ପାଇଁ ମୋତେ କ୍ଷମା କରିଦିଅ ପ୍ରଭୁ, ମୋତେ କ୍ଷମା କରିଦିଅ। ସୈନ୍ୟଗଣ ଆକ୍ରମଣ କର। ରେ ବର୍ବର ପୁରୁଷୋତ୍ତମ, ଭୁଲିଲୁ କି ପୂର୍ବ କଥା ମନୁ? ଦୟାକରି ବନ୍ଧନରୁ ମୁକ୍ତ କଲି ବୋଲି ପୁନର୍ବାର ଦେଉଅଛି ଯୁଦ୍ଧର ଆହ୍ୱାନ। ଏ ନିର୍ଲଜ କାଞ୍ଚି ଦଳପତି, ରଣକ୍ଷେତ୍ରେ ଏକ ପକ୍ଷ ହାରିବ ଅବଶ୍ୟ, ସେଥିପାଇଁ ମନେ ଏତେ ଗର୍ବ। ଆଜି ରଣେ ଗର୍ବ ତୋର କରିବି ମୁଁ ଚୂର୍ଣ୍ଣ। ହାয় ଯଦି ଶକ୍ତି ଉପସ୍ଥିତ ହୁଅ ଆଜି ସମ୍ମୁଖ ସଂଗ୍ରାମେ, ତା ନହେଲେ ଫେରିଯାଅ ରଣକ୍ଷେତ୍ର ଛାଡ଼ି। କଣ କହିଲୁ ପୁରୁଷୋତ୍ତମ? ଫେରିଯିବି ରଣକ୍ଷେତ୍ର ଛାଡ଼ି? ସୈନ୍ୟଗଣ ଆକ୍ରମଣ କର। ସେ ସୁଯୋଗ ଦେବି ନାହିଁ ତୋତେ। ହସ୍ତେ ମୋର ଥିବା ଯାଏ ଶାଣିତ କୃପାଣ, ଭୟ ନାହିଁ ଦେଖିବାକୁ ସଙ୍ଗରେ ତୋହର। ଆରେ ନିର୍ବୋଧ ଆ। ପୁରୁଷୋତ୍ତମ ଏଥର ହାତ ପାତି ଦିଅ କାଞ୍ଚିରାଜ, ତୁମେ ମୋର ବନ୍ଦୀ ରକ୍ଷୀ ବଲ୍ଲଭକୁ ଶୃଙ୍ଖଳ ପିନ୍ଧାଇ ଦିଅ। ଜୟ ମଣିମା। ଏଥର କୁହ ରାଜା, ଚାଣ୍ଡାଳ ହସ୍ତରେ କନ୍ୟା ସମର୍ପଣ କରିବ କି ନା? ନା। ତେବେ ମୁଁ ନିଜେ ପଦ୍ମାବତୀକୁ ନେଇ ଏକ ଚାଣ୍ଡାଳ ହସ୍ତରେ ଟେକିଦେବି। ବୀର ସହ ବୀର ସମର ଶାସ୍ତ୍ର ସମ୍ମତ, କିନ୍ତୁ ନିରୀହ ଅବଳା ପ୍ରତି ଏ ବ୍ୟବହାର କ୍ଷେତ୍ରର ନୀତି ବିରୁଦ୍ଧ। କିନ୍ତୁ ଆପଣଙ୍କର ସ୍ମରଣ ରଖିବା ଉଚିତ, ଏ ସମର କେବଳ ସେହି ନିରୀହ ଅବଳା ପାଇଁ। ମନ୍ତ୍ରୀ ଆଦେଶ କରନ୍ତୁ ମହାରାଜ। ଉଆସରୁ କାଞ୍ଚି ରାଜଜମା ପଦ୍ମାବତୀକୁ ସସମ୍ମାନେ ନେଇ ଉତ୍କଳ ଫେରି ଚାଲ। ଆଉ ତାକୁ ଏକ ଚାଣ୍ଡାଳ ହସ୍ତରେ ଅର୍ପଣ କର। ଯାଅ ନେଇ ଆସ ପଦ୍ମାବତୀକୁ। ଆଦେଶ ଶିରଧାର୍ଯ୍ୟ ମହାରାଜ। ମନ୍ତ୍ରୀ, ଯଦି ମୋ ହାତଟା ଥରେ ଖୁଆ ଥାନ୍ତା। ଚିତ୍କାର କରନ୍ତୁ ନାହିଁ ମହାରାଜ। ରକ୍ଷୀ ବନ୍ଦୀକୁ ନେଇ କାରାକକ୍ଷରେ ରାଖ, ନେଇଯାଅ ମୋ ସମ୍ମୁଖରୁ। ଆସନ୍ତୁ ମହାରାଜ। ରକ୍ଷୀ ହେ ପ୍ରଭୁ ଜଗନ୍ନାଥ, ଅପାର ତୁମର କରୁଣା। ତୁମରି କରୁଣାରୁ ମୁଁ ଆଜି ବିଜୟର ଧ୍ୱଜା ଉଡ଼ାଇ ଉତ୍କଳ ପ୍ରତ୍ୟାବର୍ତ୍ତନ କରୁଛି। ସାବଧାନ! ଗଜପତି ମହାରାଜା ଛେରା ପହଁରା କରିବାକୁ ରଥରେ ବିଜେଉଛନ୍ତି। ନୀଳାଦ୍ରୌ ଶଙ୍ଖ ମଧ୍ୟେ ଶତଦଳ କମଳେ ରତ୍ନ ସିଂହାସନಸ್ಥौ ସର୍ବାଳଙ୍କାର ଯୁକ୍ତଂ ନବଘନ ରୁଚିର ସଂଯୁକ୍ତଂ ଚାଗ୍ରଜେନ ଭଦ୍ରାୟା ବାମ ଭାગે ରଥଚରଣ ଯୁକ୍ତଂ ବ୍ରହ୍ମା ରୁଦ୍ରେନ୍ଦ୍ର ବନ୍ଦଂ ଦେବାନାଂ ସରମେକଂ ସ୍ୱଜନ ପରିବୃତଂ ବ୍ରହ୍ମ ଦାରୁ ସ୍ମରାମି ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ। ଏହି ହେଉଛି ଉପଯୁକ୍ତ ସମୟ। ସୁବର୍ଣ୍ଣ ସମାର୍ଜନୀ ହସ୍ତରେ ରାଜା ବର୍ତ୍ତମାନ ରଥରେ ଚାଣ୍ଡାଳର କାର୍ଯ୍ୟ କରୁଛନ୍ତି। ଏହି ମାହେନ୍ଦ୍ର ମୁହୂର୍ତ୍ତରେ ରାଜାଙ୍କ ଆଦେଶ ପାଳନ କରିବା ମୋର ଉଚିତ ହେବ। ମା ପଦ୍ମାବତୀ, ଆଉ ବିଳମ୍ବ କାହିଁକି? ଯାଅ, ଏହି ସମୟରେ ମହାରାଜାଙ୍କ ଗଳାରେ ବରମାଲ୍ୟ ପିନ୍ଧାଇ ଦିଅ। ଯାଅ। ମହାରାଜ, ଏ ଦାସୀର ବରମାଲ୍ୟ ସ୍ୱୀକାର କରନ୍ତୁ। ପଦ୍ମାବତୀ, ତୁମେ ମୋ ଗଳାରେ ବରମାଲ୍ୟ? ଏହା କରିବାକୁ ତୁମର ସାହସ ହେଲା କିପରି? ମନ୍ତ୍ରୀ, ଅପରାଧ ପାଇଁ ଅଧୀନକୁ କ୍ଷମା କରିବେ ମହାରାଜ।
ଆପଣଙ୍କ ଆଦେଶ ପାଳନ କରିବାରେ ଏ ଅଧମ ତ୍ରୁଟି କରିନାହିଁ। ମୁଁ ଆଦେଶ ଦେଇଥିଲି ଏକ ଚାଣ୍ଡାଳ ହସ୍ତରେ ପଦ୍ମାବତୀକୁ ଅର୍ପଣ କରିବା ପାଇଁ। ମୁଁ ତାହା ହିଁ କରିଛି ମଣିମା। ଆପଣଙ୍କ ପରି ଜଣେ ଚାଣ୍ଡାଳକୁ ଉପଯୁକ୍ତ ମନେ କରି ଓ ଧନ୍ୟ ଧନ୍ୟ ତୁମେ ମନ୍ତ୍ରୀ। ବିଚକ୍ଷଣ ତୁମର ବୁଦ୍ଧି, ଚମତ୍କାର ତୁମର ଦୂରଦୃଷ୍ଟି। ପ୍ରକୃତରେ ନିଜର ବୁଦ୍ଧିସାଗର ନାମକୁ ତୁମେ ସାର୍ଥକ କରିଛ। ପଦ୍ମା, ମୋ ଉପରୁ ଅଭିମାନ କାଢ଼ିନିଅ ପ୍ରିୟ। ଆଜିର ଏହି ପବିତ୍ର ଶ୍ରୀଗୁଣ୍ଡିଚା ଉତ୍ସବରେ ତୁମକୁ ପତ୍ନୀ ରୂପେ ପାଇ ମୁଁ ଧନ୍ୟ ହୋଇଛି। ଚାଲ ଏଥର ଉଆସକୁ ଯିବା। ଏ ଦାସୀର ଅପରାଧ କ୍ଷମା କରିବେ ମଣିମା। ପିତାଙ୍କର ଅପରାଧ ପାଇଁ ତାକୁ କ୍ଷମା କରନ୍ତୁ ମଣିମା। ସେ ବିଚାର ମୁଁ ନିଶ୍ଚୟ କରିବି ପଦ୍ମା। ଯାହା ମନ୍ତ୍ରୀ, କାଞ୍ଚି ନରସିଂହଙ୍କୁ କାରାମୁକ୍ତ କରି ସସମ୍ମାନେ ଶ୍ରୀନଗରକୁ ନେଇ ଆସ। ସେ ଆସି ତାଙ୍କ କନ୍ୟାର ବିବାହ ଉତ୍ସବ ସମାପନ କରନ୍ତୁ। ମୁଁ ଏହି ମୁହୂର୍ତ୍ତରେ ଚାଲିବି ମଣିମା। জয় গজপতি পুরুষোত্তম দেবঙ্কর, জয় লীলাদ্রি বিহারী প্রভু জগন্নাথঙ্কর।